ସେଇଟା ଦେଖନ୍ତୁ ସମାଜରେ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ଇଏ ସରକାରର ଅଭିଯାନ ଆରମ୍ଭ ହୋଇଛି। ଆପଣ ଦେଖିବେ ଗୁଡ଼ିଏ ସରକାରୀ ଅଧିକାରୀ ମଧ୍ୟ ଅସାଧୁ ବ୍ୟବହାର ପାଇଁ ଅସାଧୁ କାର୍ଯ୍ୟ ପାଇଁ ଭିଜିଲାନ୍ସ ଜାଲରେ ପଡ଼ିଲେଣି। ସମ୍ବଲପୁରର ଡିଏସ୍ଆର୍ ମଧ୍ୟ ଗିରଫ ହେଇକରି ଜେଲ୍ରେ ଅଛନ୍ତି, ଯିଏ ଗୋଟେ ମୃତ ମଣିଷକୁ ମଧ୍ୟ ଜୀବିତ କରିକିରି ତାର ସେଲ୍ ଡିଡ୍ ପ୍ରସ୍ତୁତ କରିଦେଇଥିଲେ। ମାନେଶ୍ୱରର ଏଡିସନାଲ ତହସିଲଦାର ସେ ବି ଜେଲ୍ରେ ଅଛନ୍ତି। ଗୋଟେ ପରେ ଗୋଟେ ଘଟଣା ଘଟିଲା ପରେ ମଧ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ନିଜକୁ ସୁଧାରୁ ନାହାନ୍ତି। ଇଏ 4 ତାରିଖ 5 ତାରିଖ 2 ଦିନ ରାଜସ୍ୱ ଅଧିକାରୀମାନଙ୍କର ସମ୍ମିଳନୀରେ ତୃଣମୂଳ ସ୍ତରର ଆର୍ଆଇ ଅମିନ ଠାରୁ ଆରମ୍ଭ କରି ତହସିଲଦାର, ଏଡିସନାଲ ତହସିଲଦାର, ସବ୍ କଲେକ୍ଟର, କଲେକ୍ଟର, ଆର୍ଡିସି, ଏସିଏସ୍, ଚିଫ୍ ସେକ୍ରେଟାରୀ ସମସ୍ତେ ଉପସ୍ଥିତ ଥିଲେ। ମୁଁ ତାଗିଦ କରିଥିଲି ବର୍ତ୍ତିବ ନାହିଁ, କେହି ବର୍ତ୍ତିବେ ନାହିଁ। 2 ଦିନ ନ ଯାଉ ଯାଉ ଆଇଏଏସ୍ ଅଫିସର ଭିଜିଲାନ୍ସର ଜାଲରେ 47 ଲକ୍ଷ ଟଙ୍କା ଜବ୍ଦ ହେଇଛି ଘର ଭିତରୁ। କେଉଁଠୁ ଆସିଲା 47 ଲକ୍ଷ ଟଙ୍କା? ଏବଂ 10 ଲକ୍ଷ ଟଙ୍କା ଧମକେଇକିରି ନେବା ପାଇଁ ଜଣେ କ୍ରସର ବେପାରୀକୁ ମାଗିଥିଲେ। ତେଣୁ ଏବେ ବି ସମୟ ଅଛି, ସତର୍କ ହୋଇଯାଆନ୍ତୁ, କେହି ବର୍ତ୍ତିବେ ନାହିଁ। ଜିରୋ ଟଲରେନ୍ସ ଏଗେନ୍ଷ୍ଟ କରପ୍ସନ୍। ଏ ଯିଏ କରିବ ସେ ଜେଲ୍କୁ ଯିବ। ଯେଉଁଠି ଥିଲେ ବି ସେଥିରେ ଲୋକମାନେ ଆମକୁ ସହଯୋଗ କରନ୍ତୁ। କେହି ଲାଞ୍ଚ ଦିଅନ୍ତୁ ନାହିଁ। ଯେଉଁ ଅଧିକାରୀ ଲାଞ୍ଚ ଦେଉଛି, ଯଦି ଆମର କାର୍ଯ୍ୟ ସିଦ୍ଧି କରିବା ପାଇଁ ଆମେ ଲାଞ୍ଚ ଦେବା, ତାକୁ ଲାଞ୍ଚୁଆ କରିଦେବା। ଲାଞ୍ଚ ନେବାଟା ଯେତେ ବଡ଼ ଅପରାଧ, ଲାଞ୍ଚ ଦେବାଟା ମଧ୍ୟ ସମ ପରିମାଣର ଅପରାଧ ଏବଂ ସମାଜକୁ ଏହା କ୍ଷତିଗ୍ରସ୍ତ କରୁଛି। ତେଣୁ ମୋର ଆପଣଙ୍କର ଗଣମାଧ୍ୟମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ, ଆଦୌ ଲାଞ୍ଚ ଦିଅନ୍ତୁ ନାହିଁ। ଲାଞ୍ଚ ମାଗୁଥିବା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୁଦ୍ଧରେ କରିବା ପାଇଁ ରାଜସ୍ୱ ବିଭାଗ ଅଛି, ଆମକୁ ସୂଚନା ଦିଅନ୍ତୁ।